ঠিক আছে। জয় জগন্নাথ। ମୋ ନାଁ ହେଉଛି ପ୍ରଶାନ୍ତ କୁମାର ନାୟକ। ମୁଁ ଭାରତୀୟ ଜନତା ପାର୍ଟିରେ କାମ କରେ। आज सांबादिक सम्मेलनी ଦେଖନ୍ତୁ, ଏଇ ଯୋଉ ସାଧୁ ସମ୍ମିଳନୀ ଯୋଉଟା ଚାଲିଛି ଆମର କୁମ୍ଭ ମେଳା ପାଇଁ, ଏଇଟା ତ ଏମିତି ବହୁତ ବର୍ଷ ହେଲାଣି ଚାଲିଛି ଏକାମ୍ର କ୍ଷେତ୍ରରେ। ଏଥିରେ କେମିତି ସରକାରଙ୍କ ତରଫରୁ କେମିତି ସୁବିଧା ସୁଯୋଗ କେମିତି ଆସିପାରିବ, କେମିତି କ'ଣ ହେଇପାରିବ, ଏକାମ୍ର ବିଧାୟକ ଯିଏ ଆମର ଅଛନ୍ତି ବାବୁ ସିଂ ଭାଇ, ସେ ବି ତାଙ୍କର ପ୍ରଚେଷ୍ଟା ବହୁତ ଅଛି। ରିସେଣ୍ଟଲି ଆପଣ ଦେଖିଥିବେ ପ୍ରଭାତୀ ଯିଏ ଆମର ଅଛନ୍ତି ଡେପୁଟି ସିଏମ୍, ସେ ବି ଆସିଥିଲେ। ସରକାରଙ୍କ ତରଫରୁ ପୁରା ନଜର ରଖାହେଇଛି, ଆର ପୁଙ୍ଖାନୁପୁଙ୍ଖ ତଦନ୍ତ ବି କରାଯାଇଛି। ସବୁ ଜିନିଷ କେମିତି ସୁବିଧାରେ ସୁଯୋଗରେ କେମିତି ହେଇପାରିବ, ହରିଓମ ବାବା ଟ୍ରଷ୍ଟ ତାଙ୍କ ଇଏରେ କାର୍ଯ୍ୟ କରାଯାଉଛି। ଆଉ ଏବଂ ଯେତେ ସବୁ ସାଧୁସନ୍ଥ ଅଛନ୍ତି କେମିତି ସୁବିଧାରେ ରହିବେ, ତାଙ୍କ ରହିବା, ତାଙ୍କର ଖାଦ୍ୟପେୟଠୁ ଆରମ୍ଭ କରି ତାଙ୍କ ଶୌଚାଳୟଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯେଉଁ ସୁବିଧା ସୁଯୋଗ କେମିତି ସରକାରଙ୍କ ତରଫରୁ ଦିଆଯିବ, ସେ ବିଷୟରେ ଆଲୋଚନା ଅଲରେଡି ବିଧାୟକଙ୍କ ସହିତ ହେଇସାରିଛି, ସରକାରଙ୍କୁ ଜଣାସାରିଛି। ତେଣୁକରି କେମିତି ସୁବିଧାରେ ସବୁ ଠିକ୍ ଠାକ୍ ହବ, ସେଥିପାଇଁ ଆମେ ପ୍ରଚେଷ୍ଟାରେ ସମସ୍ତେ ବି ଅଛୁ। बाबा आसी अभियोग करते विगत 15 वर्ष तले जहाँ परिस्थिति थी बर्तमान से परिस्थिति ना एखाने पानी सुविधा अच्छी, ना रही सुविधा अच्छी, ना खाद्यपेयर सुविधा अच्छी, इवन कि शौचालय सुविधा से संगीन अभियोग जहाँद्वारा कि बाबा संख्या दिन को दिन कमिबार लगी। ये तो बीजेपी सरकार अच्छी, आपण सरकार अच्छी, उत्तर प्रदेश में जदि हो पारा ओडिशा कहीं शुणु आज्ञा, 25 वर्ष तो कौ सरकार थिला आपण जानिछंती, से समय कौन घटना घटला, मु कहा विरुद्ध कहबाक आसेनी। जस्ट